ନଣନ୍ଦ ଭାଉଜଙ୍କ ଝଗଡ଼ାରେ ବାଜି ମାରିଲା କିଏ? ମୋ ସ୍ୱାମୀ ମୋର ବହୁତ ଯତ୍ନ ନେଉଥିଲେ। ମୋ ପାଇଁ ବହୁତ ଦାମୀ ଦାମୀ ଜିନିଷ ନେଇକି ଆସୁଥିଲେ। ଯେତେବେଳେ କି ତାଙ୍କର ଏତେ ଓକାତ ନଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଯାଉଥିଲି ସେ ଏତେ ସବୁ ଜିନିଷ କେଉଁଠୁ ନେଇକି ଆସୁଛନ୍ତି। ହେଲେ ସେ ଗୋଟେ ବହୁତ ଅଜବ କାମ କରୁଥିଲେ କି ସେ ମୋତେ ଖୁସିରେ ରଖୁଥିଲେ। ମୋ ପାଇଁ ମୋ ପସନ୍ଦର ଜିନିଷ ଖାଇବା ନେଇକି ଆସୁଥିଲେ। ହେଲେ ନିଜେ ରାତି ହେବା ପରେ ଅଲଗା ରୁମ୍ରେ ଯାଇ ଶୋଇଯାଉଥିଲେ। ମୁଁ ଆଶ୍ଚର୍ଯ୍ୟ ଏଥିପାଇଁ ହେଉଥିଲି କି ଯଦି ତାଙ୍କର ମୋ ପାଇଁ ଏତେ ଚିନ୍ତା ଆଉ ସେ ମୋ ପାଇଁ ଏତେ ଭଲ ଭଲ ଜିନିଷ ନେଇକି ଆସୁଛନ୍ତି, ତେବେ ତାଙ୍କର ମୋ ଉପରେ ଆଗ୍ରହ କାହିଁକି ନାହିଁ? ସେ ମୋ ପାଖରେ କାହିଁକି ବସୁନାହାନ୍ତି? ମୋ କଥା କାହିଁକି ଶୁଣୁନାହାନ୍ତି? ମୋ ସହ ତାଙ୍କ ବ୍ୟବହାର ନର୍ମାଲ କାହିଁକି ନୁହେଁ? ଗୋଟେ ଦିନ ରାତିରେ ମୋ ସ୍ୱାମୀ ଆସିବା ପୂର୍ବରୁ ମୁଁ ତାଙ୍କ ରୁମ୍ରେ ଲୁଚିଗଲି, ଯାହାଫଳରେ କି ଯେତେବେଳେ ସେ ଏଠିକି ଆସିବେ ତ ମୋତେ ଜଣାପଡ଼ିଯିବ କି ସେ ରାତିରେ ଅନ୍ୟ ରୁମ୍କୁ କାହିଁକି ଆସୁଛନ୍ତି ଆଉ ମୋ ପାଖରେ କାହିଁକି ବସୁନାହାନ୍ତି। ସେ ରୁମ୍ରେ ମୁଁ ମୋ ସ୍ୱାମୀଙ୍କୁ ଏମିତି କାମ କରୁଥିବାର ଦେଖିଲି କି ମୁଁ ମୋ ଆଖି କାନ ବନ୍ଦ କରିଦେଲି। କାହିଁକି ନା ମୋ ସ୍ୱାମୀ, କାହାଣୀଟିକୁ ଆଗକୁ ଶୁଣନ୍ତୁ, କାହାଣୀର ରହସ୍ୟ ଜାଣିପାରିବେ। ମୋ ନାଁ ନିଶା। ମୁଁ ଦେଖିବାକୁ ବହୁତ ସୁନ୍ଦର ଥିଲି। ମୋ ଭାଉଜଙ୍କୁ ମୋ ସୁନ୍ଦରତାକୁ ବହୁତ ଘୃଣା କରୁଥିଲେ ଆଉ ମୋତେ ଈର୍ଷା କରୁଥିଲେ ଆଉ କହୁଥିଲେ କି ତୋର ଏ ରୂପ ରଙ୍ଗ ଗୋଟେ ଦିନ ମାଟିରେ ମିଶିଯିବ। ମୁଁ କହୁଥିଲି କି ଭଗବାନଙ୍କୁ ଟିକେ ଡର ଭାଉଜ, ମୁଁ ତୁମର କି ଦୋଷ କରିଛି? ତମେ ମୋତେ ଏମିତି କାହିଁକି କହୁଛ? ମୋ ମା ଜୀବିତ ଥିଲା, ହେଲେ ମୋ ବାପା ଏ ଦୁନିଆରେ ନଥିଲେ। ହେଲେ ଯେବେ ପର୍ଯ୍ୟନ୍ତ ମୋ ମା ବଞ୍ଚିଥିଲା ତ ସେ ଘରେ ମୋର ହୁକୁମ ଚାଲିଥିଲା। ମୋ ଭାଇ ମଧ୍ୟ ମୋତେ ଘୃଣା କରୁଥିଲା। ସେ କହୁଥିଲା କି ତୁ ମୋ ସ୍ତ୍ରୀ ସହ ପ୍ରତିଯୋଗିତା କରେନି। ଅଳ୍ପ ବହୁତ ମୁଁ ବି ଜିଦିଆ ଥିଲି, କାହିଁକି ନା ମୁଁ କୌଣସି ଭୁଲ କଥା ଦେଖି ସହିପାରେ ନାହିଁ। ଯଦି ସେ ମୋ ମାଆକୁ ଠିକ୍ ସମୟରେ ଖାଇବାକୁ ଦେବେ ନାହିଁ କିମ୍ବା ବାସି ଖାଇବା ଦେବେ ତ ମୋତେ ରାଗ ଆସିଯାଉଥିଲା। ଗୋଟେ ଦିନ ତ ସେ ମୋ ସାମ୍ନାରେ ବାସି ଖାଇବା ଆଣି ରଖିଦେଇଥିଲା, ଯେତେବେଳେ କି ମୋ ମା ପୂର୍ବରୁ ହିଁ ସୁଗାର ପେସେଣ୍ଟ ଥିଲା। ମୁଁ କହିଲି କି ଭାଉଜ, ତମେ ଜାଣିଛ କି ମୋ ମା ଦେହ ପୂର୍ବରୁ ହିଁ ଖରାପ ଅଛି ବୋଲି? ଯଦି ତମେ ଖାଇବା ବନେଇବାକୁ ଚାହୁଁନଥିଲ ତେବେ ମୋତେ କହିଦେଇଥାନ୍ତ, ମୁଁ ରାନ୍ଧି ଦେଇଥାନ୍ତି। ହେଲେ ତମେ ବାସି ଖାଇବା ଦେଇ କାହିଁକି ମୋ ମାର ଦେହ ଆହୁରି ଅଧିକ ଖରାପ କରିବା ପାଇଁ ଚାହୁଁଛ? ଏ କଥାକୁ ନେଇ ଏତେ ଜୋରରେ ଝଗଡ଼ା ହେଲା। ଆମ ଦୁଇ ନଣନ୍ଦ ଭାଉଜଙ୍କ ମଧ୍ୟରେ ଚୁଟି ଧରାଧରି ମଧ୍ୟ ହୋଇଗଲା। ମୋ ଭାଇ ତ ନିଜ ସ୍ତ୍ରୀର ହିଁ ସାଥ ଦେଲା ଆଉ ସେ ମୋତେ କହିଲା କି ତତେ ତ ମୁଁ ଗୋଟେ ଦିନ ସିଧା କରିବି କି ତୁ ବିଲକୁଲ ତୀର ପରି ସିଧା ହେଇଯିବୁ। ତୁ ଛୋଟ ଅଛୁ, ତୋର କାମ କ'ଣ ଅଛି? ତୁ କ'ଣ ଏଇ ସଂସାର ଶିଖିଛୁ? ବଡ଼ ଭାଉଜ ସହ ଏମିତି କଥା ହେବୁ? ମୁଁ କହିଲି ଏଠି ଛୋଟ ବଡ଼ର କଥା ଉଠୁନି। ଯଦି ଭାଉଜଙ୍କ ଜାଗାରେ ଆଉ କେହି ବି ଥାନ୍ତେ ତେବେ ମୁଁ ତାଙ୍କୁ ଏମିତି ହିଁ କହିଥାନ୍ତି, କାହିଁକି ନା ଏଠି କଥା ଭୁଲ ଠିକ୍ର। ଯଦି ସେ ଭୁଲ କାମ କରିବେ ତେବେ ମୁଁ ତାଙ୍କୁ ନିଶ୍ଚିନ୍ତ କହିବି। ସେଦିନ ରାତିରେ ମା ଦେହ ଖରାପ ହେଇଗଲା। ଏତେ ଅଧିକ ଖରାପ ହେଇଗଲା କି ସେ ହସ୍ପିଟାଲରେ ପହଞ୍ଚିଗଲା। ଲଗାତାର 4 ଦିନ ପର୍ଯ୍ୟନ୍ତ ରୋଗ ସହ ଲଢ଼ିବା ପରେ ସେ ଦୁନିଆ ଛାଡ଼ି ଚାଲିଗଲା। ମୁଁ ବହୁତ କାନ୍ଦୁଥିଲି ଆଉ ବହୁତ ଚିନ୍ତିତ ହୋଇଗଲି। ଆମର ଅଳ୍ପ ବହୁତ ବନ୍ଧୁବାନ୍ଧବ ଥିଲେ, ହେଲେ ସେମାନେ ସମସ୍ତେ ମୋ ମାଙ୍କ ଶାଶୁଘର ପଟୁ ସମ୍ପର୍କୀୟ ଥିଲେ। ସେଥିପାଇଁ ସେମାନଙ୍କୁ ଏତେ ବେଶୀ ଦୁଃଖ ହୋଇନଥିଲା। ସେମାନେ କେବଳ ଟିକେ ଉଦାରତା ଦେଖେଇଲେ ଆଉ ନିଜ ଘରକୁ ଚାଲିଗଲେ। ଏବେ ଘରେ କେବଳ ମୋ ଭାଇ, ଭାଉଜ ଆଉ ମୁଁ ଥିଲୁ। ଗୋଟେ ଦିନ ରାତିରେ ଭାଇ ମୋ ରୁମ୍କୁ ଆସିଲା ଆଉ କହିଲା କି ମା ଏ ଦୁନିଆରେ ଆଉ ନାହିଁ। ମୋତେ ଲାଗିଲା କି ସେ କହିବ ଯେ ମା ନଥିଲେ କ'ଣ ହେଲା, ମୁଁ ସବୁବେଳେ ତୋ ପାଖରେ ଅଛି। ତୋର ଯଦି କୌଣସି ଜିନିଷ ଦରକାର ପଡ଼ିବ ତେବେ ତୁ ମୋତେ କହିଦେବୁ। ତାପରେ ସେ କହିଲା କି ଆସନ୍ତା ରବିବାର ଦିନ ତୋ ବାହାଘର। ଯେତେବେଳେ ସେ ଏମିତି କଥା କହିଲା ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଆଉ କହିଲି କ'ଣ? ସେ କହିଲା କି ହଁ, ମୁଁ ତୋ ବାହାଘର କରାଇବାକୁ ଚାହୁଁଛି। ତୁ ନିଜ ଘରକୁ ଚାଲିଯିବୁ ତ ତୋ ପାଇଁ ବି ଭଲ ହେବ। ମୋ ପାଖରେ ଏବେ ଏତେ ସାହସ ନଥିଲା କି ମୁଁ ପଚାରି ପାରିଥାନ୍ତି କି ମୋ ବାହାଘର କାହା ସହ ହେବାକୁ ଯାଉଛି। ହେଲେ ଏତେ ଜଲ୍ଦି ବାହାଘର? ସେ କହିଲା କି କେବଳ ବାହାଘର କିଛି ରୀତିନୀତି ହେବ, କାହିଁକି ନା ଏବେ ମା ମରିଛି ଆଉ ଯଦି ତୋ ମନରେ କିଛି ଇଚ୍ଛା ଅଛି ତେବେ ତୁ ତାକୁ ନିଜ ମନ ଭିତରେ ଦବେଇ ରଖିଦେବୁ।
ମୁଁ ତୋ ପାଇଁ ମାସେ ପୂର୍ବରୁ ପ୍ରସ୍ତୁତି କରାଇ ପାରିବି ନାହିଁ, ଆଉ ନା ହିଁ ତୋ ବରକୁ ଘୋଡ଼ାରେ ଆଣିପାରିବି। ଏତିକି କହି ସେ ନିଜ ରୁମ୍କୁ ଚାଲିଗଲା। ଆଉ ମୁଁ ତକିଆରେ ମୁହଁ ମାଡ଼ି କାନ୍ଦିବା ଆରମ୍ଭ କରିଦେଲି। ହେଲେ ଏହା ଭାବି ମୁଁ ମୋ ମନକୁ ସାନ୍ତ୍ୱନା ଦେଇଦେଲି କି ଏମିତିରେ ତ ଦିନେ ନା ଦିନେ ତ ବାହାଘର ହେବାର ହିଁ ଥିଲା। ଆଉ ଯଦି ଏବେ ହୋଇଯିବ ତେବେ ଅସୁବିଧା ବା କ'ଣ? ଆଉ ଏମିତିରେ ବି ମୋତେ ମୋ ନିଜ ଘରେ ତ ପର କରିକି ରଖୁଛନ୍ତି। ଆଉ ଏମିତିରେ ବି ମୋତେ ମୋ ନିଜ ଘର ତ ମିଳିଯିବ ନା। ଆଉ ମୋତେ କାହା ଗୋଲାମୀ ତ କରିବାକୁ ପଡ଼ିବନି। ଆଉ ମୋ ଭାଉଜଙ୍କଠୁ ବି ମୋର ପିଛା ଛାଡ଼ିଯିବ। ନହେଲେ ଅନ୍ୟ କୌଣସି ଉପାୟରେ ତ ଏହା କେବେ ବି ସମ୍ଭବ ନୁହେଁ। ଏହିସବୁ ମୁଁ ଦିନ ପରେ ଦିନ ବିତେଇବାକୁ ଲାଗିଲି। ହେଲେ ବାହାଘର ଦିନ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ମୋ ଭାଇ କେଉଁଭଳି ମଣିଷ ସହ ମୋ ବାହାଘର ସ୍ଥିର କରିଥିଲା। ବୋଧେ ଏଥିରେ ବି ମୋ ଭାଉଜଙ୍କର କୌଣସି ଚାଲ ଥିଲା। କାହିଁକି ନା ଆମ ଦୁଇ ଜଣଙ୍କ ଭିତରେ ଯେବେ ବି ଝଗଡ଼ା ହେଉଥିଲା ତ ସେ ମୋତେ ମୋ ଶତ୍ରୁ ବନି ଯାଉଥିଲେ। ମୋତେ ଏମିତି ଲାଗୁଥିଲା କି ସେ ନିଶ୍ଚିନ୍ତ ଭାବରେ ଦିନେ ନା ଦିନେ ମୋ ଠାରୁ ପ୍ରତିଶୋଧ ନେବେ। ଆଉ ଆଜି ସେ ଏହା ହିଁ କରିଥିଲେ। ସେ ନିଜ ପ୍ଲାନ୍ରେ ସଫଳ ହୋଇଯାଇଥିଲେ। କାହିଁକି ନା ମୋ ବର ତ ଅଜବ ଅବସ୍ଥାରେ ବସିଥିଲା। ତାଙ୍କୁ ଦେଖିକି କୌଣସି ଛୋଟ ଛୁଆ ବି ଅନୁମାନ କରିପାରିବ କି ସେ କୌଣସି ସାଧାରଣ ମଣିଷ ନୁହେଁ, ବରଂ ଜଣେ ପାଗଳ ଥିଲେ। କାହିଁକି ନା ସେ ହାତରେ ଚକୋଲେଟ୍ ଧରିଥିଲେ ଯାହାକୁ ସେ ଖାଉଥିଲେ। ତାଙ୍କ ଚୁଟି ଅସଜଡ଼ା ଥିଲା। ପୋଷାକ ତ ସେ ନୂଆ ପିନ୍ଧିଥିଲେ, ହେଲେ ଡ୍ରେସ୍କୁ ଏତେ ମଇଳା କରିଦେଇଥିଲେ କି ଯେମିତି କୌଣସି ଛୋଟ ଛୁଆ ମାଟିରେ ଖେଳିକି ଆସିଲା ପରେ ତା ପୋଷାକ ଯେମିତି ମଇଳା ହୋଇଯାଏ, ଠିକ୍ ସେମିତି ଅବସ୍ଥା ମୋ ବରର ମଧ୍ୟ ଥିଲା। ସମସ୍ତଙ୍କୁ ଜଣାପଡ଼ିଗଲା କି ସେ ତ ଜଣେ ପାଗଳ। ଆଖପାଖ ପଡ଼ିଶା ଘରର କିଛି ସ୍ତ୍ରୀ ଲୋକମାନେ ମଧ୍ୟ ଆସିଥିଲେ। କାହିଁକି ନା ଆମର ଏତେ ବନ୍ଧୁବାନ୍ଧବ ବି ନଥିଲେ। ସେମାନେ ବି କଥା ହେବା ଆରମ୍ଭ କରିଦେଲେ କି ନିଶାର ବର ତ ପାଗଳ। ତା ଭାଇ ଭାଉଜ ଇଏ କ'ଣ କରିଦେଲେ? ନିଜ ଭଉଣୀ ଉପରେ ଏତେ ବଡ଼ ଅନ୍ୟାୟ କରିଦେଲେ। ମୁଁ କ'ଣ ମୋ ଭାଇ ପାଇଁ ଏତେ ବଡ଼ ବୋଝ ଥିଲି କି ଯେଉଁଥିପାଇଁ ସେ ମୋ ବାହାଘର ଏକ ପାଗଳ ସହ କରାଇଦେଲେ? ଏବେ ଏବେ ମୋ ବାହାଘର ହୋଇସାରିଥିଲା। ତାପରେ ମୁଁ ମୋ ବରକୁ ଦେଖିଥିଲି। ଏବେ ତ ମୁଁ ବିଦା ହେବାକୁ ଯାଉଥିଲି। ମୋ ଆଖିରୁ ଲୁହ ବୋହି ଚାଲିଥିଲା। ମୁଁ ଚିତ୍କାର କରି କାନ୍ଦିବାକୁ ତ ଚାହୁଁଥିଲି, ହେଲେ କାନ୍ଦି ମଧ୍ୟ ପାରୁନଥିଲି। କାହିଁକି ନା ମୁଁ ଯଦି କାନ୍ଦିଥାନ୍ତି ତେବେ ମୋ ଲୁହ କିଏ ପୋଛିଥାନ୍ତା? ମୋ କାନ୍ଦ କିଏ ଶୁଣିଥାନ୍ତା? ମୋ ମା' କଥା ମୋର ବହୁତ ମନେ ପଡ଼ୁଥିଲା। ଯଦି ଆଜି ମୋ ମା' ବଞ୍ଚିଥାନ୍ତା ତେବେ ମୋ ସହ ଏସବୁ କିଛି କେବେ ବି ହୋଇନଥାନ୍ତା। ମୋ ଭାଉଜ ହିଁ ମୋ ଭାଇକୁ ଉସ୍କାଉଥିଲେ। ସେ ଥରେ ହେଲେ ବି ଭାବିଲା ନାହିଁ କି ସେ ନିଜ ଭଉଣୀର ବାହାଘର ଏକ ପାଗଳ ସହ କରାଉଛି। କେମିତି ରହିବି ମୁଁ ତା ସହ? କେମିତି ଚଳେଇବ ସେ ମୋତେ? କ'ଣ ଖାଇବାକୁ ଦବ ସେ ମୋତେ? ଆଜିକାଲି ତ ଲୋକମାନେ ନିଜ ଝିଅର ବାହାଘର ଏମିତି ପିଲା ସହ ବି କରାଉନାହାନ୍ତି ଯାହା ପାଖରେ ଭଲ ଚାକିରିଟିଏ ନାହିଁ। ଆଉ ୟାଙ୍କ ପାଖରେ ତ ବୁଦ୍ଧି ମଧ୍ୟ ନାହିଁ। କଥା ହେବାର ସଠିକ୍ ଢଙ୍ଗ ମଧ୍ୟ ଆଙ୍କୁ ଜଣା ନଥିଲା। ଇଚ୍ଛା ତ ହେଉଥିଲା କି ତାଙ୍କ ସହ ଯିବା ପାଇଁ ଏଇ ମୁହୂର୍ତ୍ତରେ ମନା କରିଦେବି, ହେଲେ ତାପରେ ମୋର ହିଁ ତମସା ବନିଯାଇଥାନ୍ତା। ଆଉ ଏମାନେ ତ ମୋତେ ଏଠୁ ବାହାର କରିଦେଇଥାନ୍ତେ। ମୁଁ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଲି ଆଉ ଚୁପଚାପ ବିଦା ହୋଇଗଲି। ଯିବା ସମୟରେ ଭାଇ ମୋ ମୁଣ୍ଡ ଉପରେ ହାତ ରଖିବା ପାଇଁ ଚେଷ୍ଟା କଲେ ତ ମୁଁ ମୁଣ୍ଡକୁ ପଛକୁ କରିନେଲି। ସବୁ ଲୋକ ଏହା ଦେଖୁଥିଲେ। ମୁଁ ମୋ ଭାଇ ଉପରେ ଅଭିମାନ କରିଥିଲି। ଆଉ ମୁଁ ମନେ ମନେ ତାର ଅପମାନ ହେଉ ବୋଲି ମଧ୍ୟ ଚାହୁଁଥିଲି। କାହିଁକି ନା ମୋତେ ତାକୁ ଏହା ଅନୁଭବ କରାଇବାର ଥିଲା ଯେ ସେ ମୋ ସହ କେତେ ବଡ଼ ଅନ୍ୟାୟ କରିଛି। ଭାଉଜ ମୋତେ ଭେଟିବା ପାଇଁ ଆଗକୁ ବଢ଼ିଲେ ତ ମୁଁ ତାଙ୍କୁ ମଧ୍ୟ ଭେଟିଲି ନାହିଁ। କାହିଁକି ନା ସେ ସମସ୍ତଙ୍କ ସାମ୍ନାରେ ହିଁ ସଫା ସଫା କହିଦେଇଥିଲେ କି ଏବେ ତ ବାହାଘର କରାଇଦେଲୁ, ଆମ କାମ ସରିଗଲା। ଏବେ ତମେ ଆଉ ବେଶୀ ଦିନ ନଖରା ଦେଖାଅନି, ଆଉ ଜଲ୍ଦି ଜଲ୍ଦି ହିଁ ନିଜ ଘରକୁ ଚାଲିଯାଅ। କେଉଁ ଭାଉଜ ବା ନିଜ ନଣନ୍ଦକୁ ଏମିତି କୁହେ, ତାହା ବି ପୁଣି ନଣନ୍ଦର ବାହାଘରରେ? ଆରେ ମନରେ ଯେତେ ଘୃଣା ଥାଉ, ହେଲେ କେହି ବି ନିଜ ଝିଅକୁ ଏମିତି କହି ଘରୁ ବାହାର କରନ୍ତି ନାହିଁ କି ବାହାରି ଯା। ମୋ ସହ କେତେ ଖରାପ ବ୍ୟବହାର କରାଯାଉଥିଲା। ସେହି ଭଗବାନ ହିଁ ଦେଖୁଥିଲେ କି ମୋ ସହ କେତେ ଅନ୍ୟାୟ ହେଉଥିଲା। ହେଲେ ମୋତେ କ'ଣ ଜଣାଥିଲା କି ଭଗବାନ ମୋର ନ୍ୟାୟ ବିଚାର କରିବେ? ଏବେ ମୋ ସମୟ ବହୁତ ଖରାପ ଚାଲିଥିଲା। ମୁଁ କିଛି ବୁଝିପାରୁନଥିଲି। ମୋ ସ୍ୱାମୀ ପାଗଳ ଥିଲେ, ହେଲେ ତାଙ୍କ ଘର ଭଲ ଥିଲା। 3ଟି ରୁମ୍ ବାଲା ଘର ଥିଲା।
ସେଠି ତାଙ୍କର ଏକ ଭାଇ ମଧ୍ୟ ଥିଲା। ମୋତେ ଲାଗିଲା କି ସେ ବି ଏ ଘରେ ହିଁ ରହୁଥିବେ। ହେଲେ ଯେତେବେଳେ ରାତି ହେଲା ତ ମୋ ସ୍ୱାମୀଙ୍କ ଜାଗାରେ ତାଙ୍କ ଭାଇ ରୁମ୍ ଭିତରକୁ ଆସିଲା। ମୁଁ ଟିକେ ଡରିଗଲି। ହେଲେ ମୋ ଦିଅର ମୋତେ କହିଲା କି ଭାଉଜ, ତମକୁ ଡରିବାର କୌଣସି ଆବଶ୍ୟକତା ନାହିଁ। ସତ କହିବାକୁ ଗଲେ ଏହା ମୋର ବି ଘର, ଆଉ ସେଠି ଅଲଗା ଜାଗାରେ ମୋର ବି ଘର ଅଛି, ଯେଉଁଠିକି ମୋ ସ୍ତ୍ରୀ ପିଲାଛୁଆ ମୋର ଅପେକ୍ଷା କରିଛନ୍ତି। ଏବେ ତୁମକୁ ହିଁ ୟାକୁ ସମ୍ଭାଳିବାକୁ ପଡ଼ିବ, କାହିଁକି ନା ମୋ ସ୍ତ୍ରୀର ମୋ ଭାଇ ସହ ପଡ଼େ ନାହିଁ, ଆଉ ମା ବାପା ଆମର ବି ନାହାନ୍ତି। ଆଉ ଏବେ ତ ତମେ ଆସିଯାଇଛ, ଏବେ ତମ ପାଖରେ ତମ ସ୍ୱାମୀ ଆଉ ଏ ଘର ଅଛି। ଏବେ ତମ ସ୍ୱାମୀକୁ ତମେ ସମ୍ଭାଳ। ଆଉ ଯଦି ବୁଝି ନପାର କି କେଉଁ ଜିନିଷ କେଉଁଠି ରଖାଯାଇଛି, ତେବେ ମୋତେ ଫୋନ୍ କରି ପଚାରି ନେବ। କାନ୍ଥରେ ମୋ ନମ୍ବର ଲେଖା ହେଇଛି। ଆଉ ଯଦି ଏଇ ତୁମକୁ ବେଶୀ ହଇରାଣ କରିବ ତ ତମେ ମୋତେ ଡାକିପାରିବ। ହେଲେ ଦେଖ ଭାଉଜ, ମୋର ବି ପିଲାଛୁଆର ସଂସାର। ମୋ ସ୍ତ୍ରୀକୁ ମୋର ଏଠିକି ଯିବା ଆସିବା କରିବାଟା ବିଲକୁଲ ବି ପସନ୍ଦ ନୁହେଁ। ଯଦି କୌଣସି ଅଧିକ ଇମର୍ଜେନ୍ସି ପଡ଼ିଲା ତେବେ ମୋତେ ଡାକିଦେବ, ନହେଲେ ଛୋଟ ମୋଟ ଘଟଣାରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଚେଷ୍ଟା କରିବ। ଏବେ ଇଏ ହିଁ ତମ ସ୍ୱାମୀ, ଆଉ ଏବେ ତମକୁ ୟା ସହିତ ହିଁ ରହିବାର ଅଛି। ମୁଁ ବୁଝିପାରୁଥିଲି କି ଏବେ ମୋ ଜୀବନ କେତେ କଠିନ ଏବଂ ଖରାପ ହେବାକୁ ଯାଉଥିଲା। ମୋ ମୁଣ୍ଡ ହଲେଇ ହଁ କହିଦେଲି। ୟା ଛଡ଼ା ମୁଁ ଆଉ କ'ଣ ବା କହିପାରିଥାନ୍ତି। ସେ କହିଲେ କି ଭଗବାନ ତମର ସାହାଯ୍ୟ କରନ୍ତୁ, ତମେ ବିଲକୁଲ ବି ଚିନ୍ତିତ ହେବ ନାହିଁ। ଦେଖିବ ଦିନେ ନା ଦିନେ ସବୁକିଛି ଠିକ୍ ହେଇଯିବ। ମୋତେ ଜଣାଥିଲା କି ସେ ମୋତେ ସାନ୍ତ୍ୱନା ଦେଉଛନ୍ତି। ହେଲେ ସେ ମୋତେ ପୁଣି ଥରେ କହିଲେ କି ମୁଁ ତୁମକୁ ଜଣାଇବାକୁ ଚାହୁଁଛି କି ଦିନେ ନା ଦିନେ ସବୁକିଛି ଠିକ୍ ହେଇଯିବ ଭାଉଜ, ତମେ ବିଲକୁଲ ବି ଚିନ୍ତା କରନି। ଜଣା ନାହିଁ ସେ କଥାକୁ ଦ୍ୱିତୀୟ ଥର କାହିଁକି କହିଲେ, ଆଉ ଏତେ ଜୋର ଦେଇ କାହିଁକି କହିଲେ। ବର୍ତ୍ତମାନ ତ ମୁଁ କିଛି ବୁଝିପାରୁନଥିଲି। ମୁଁ କହିଲି ଠିକ୍ ଅଛି। ମୋ ସ୍ୱାମୀ ଏକ ଅଲଗା ରୁମ୍ରେ ବସିଥିଲେ। ମୁଁ ସେ ରୁମ୍କୁ ଗଲି ତ ଆଶ୍ଚର୍ଯ୍ୟ ହୋଇଗଲି। ରୁମ୍ ବୋଧେ ତାଙ୍କର ହିଁ ଥିଲା। ଏଠି ତ ସବୁ ଜିନିଷ ଭଙ୍ଗାରୁଜା ହୋଇ ପଡ଼ିଥିଲା, କିଛି ଖେଳନା ମଧ୍ୟ ପଡ଼ିଥିଲା। ବୋଧେ ସେ ତାଙ୍କର ପିଲାଳିଆମି ହିଁ ଥିଲା। ସେ ମୋ ଆଡ଼କୁ ଦେଖିଲେ ତ ମୁଁ ଡରିଗଲି, କାହିଁକି ନା ମୋତେ ଲାଗିଲା କି ସେ ମୋ ସହ କିଛି କଥା ହେବେ କିମ୍ବା କୌଣସି କାମ ପାଇଁ କହିବେ। ହେଲେ ସେ ଏମିତି କିଛି କଲେ ନାହିଁ। ମୁଁ ଚୁପଚାପ ଯାଇ ନିଜ ରୁମ୍ରେ ଶୋଇଗଲି। ମୋ ମନ ତ ଚାହୁଁଥିଲା କି କବାଟ ଭିତର ପଟୁ ବନ୍ଦ କରିଦେବାକୁ, ହେଲେ ମୁଁ ଏମିତି କଲି ନାହିଁ। କହିବାକୁ ଟିକେ ଅଜବ ଲାଗୁଛି, ହେଲେ ମୋତେ ପୂର୍ବରୁ କେବେ ଏତେ ଭଲ ନିଦ ହୋଇନଥିଲା। ମୁଁ ଶାନ୍ତିରେ ଟିକେ ଶୋଇପାରିଥିଲି। ଆଉ ଯେତେବେଳେ ଆଖି ଖୋଲିଲା ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସାମ୍ନାରେ ମୋ ସ୍ୱାମୀ ବସିଥିଲେ। ତାଙ୍କୁ ଦେଖି ମୁଁ ଡରିଗଲି। ଆଉ ତାପରେ ମୁଁ ଯେତେବେଳେ ଟେବୁଲ ଆଡ଼କୁ ଦେଖିଲି ତ ମୋ ଆଖି ସେମିତି ହିଁ ଖୋଲା ରହିଗଲା, କାହିଁକି ନା ଟେବୁଲ ଉପରେ ତ ଜଳଖିଆ ରଖାଯାଇଥିଲା, ଆଉ ଜଳଖିଆ ବଜାରରୁ କିଣା ହେଲା ଭଳି ଦେଖାଯାଉଥିଲା। ମୋ ଆଖପାଖକୁ ଦେଖିବାକୁ ଲାଗିଲି। ମୁଁ ଭାବିଲି କି ବୋଧେ ତାଙ୍କ ଭାଇ ଆସିଥିବେ, ଆଉ ସେ ହିଁ ଏ ଜଳଖିଆ ଆଣିକି ଆସିଥିବେ। ହେଲେ ଘରେ ତ କେହି ନଥିଲେ। ବାହାର କବାଟ ତ ଏବେ ପର୍ଯ୍ୟନ୍ତ ବି ବନ୍ଦ ଅଛି। ରାତ୍ରିରେ ମୁଁ ନିଜେ ହିଁ ଲକ୍ କରିକି ଶୋଇଥିଲି। ମୋ ସ୍ୱାମୀ ମୋତେ କହିଲେ କି ଜଲ୍ଦି ଜଳଖିଆ ଖାଇନିଅ, ଆଉ ସେ ବି ମୋ ସହ ଜଳଖିଆ ଖାଇବା ପାଇଁ ବସିଗଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଭାବିଲି କି ୟାଙ୍କୁ ତ ଏହା ଜଣାଅଛି କି ଆମର ବାହାଘର ହୋଇଛି, ଆଉ ମାର୍କେଟରୁ ଜଳଖିଆ ଆଣିକି ଆସିବାର ଅଛି, ତାହେଲେ କେମିତି ପାଗଳ ହୋଇପାରିବେ। ହେଲେ ସେ ତ ଅଜବ ଗୀତ ଗାଇବା ଆରମ୍ଭ କରିଦେଲେ। ଏହା କୌଣସି କାର୍ଟୁନ ସିରିଏଲର ଗୀତ ଥିଲା। ମୁଁ ବୁଝିଗଲି କି ବୋଧେ ଏହା ଏକ ସାଧାରଣ ଘଟଣା। ବୋଧେ ତାଙ୍କୁ ବି ଭୋକ ଲାଗିଥିବ, ଆଉ ତାଙ୍କ ପାଖରେ ଅଳ୍ପ କିଛି ପଇସା ଥିବ, ଆଉ ଏତିକି କାମ ତ କୌଣସି ଛୋଟ ଛୁଆ ବି କରିପାରିବ। ମୁଁ ସେସବୁକୁ ଭୁଲି ଜଳଖିଆ ଖାଇଲି, ଆଉ ଜଳଖିଆ ଖାଇସାରିବା ପରେ ଘର ସଫା କରିବାରେ ଲାଗି ପଡ଼ିଲି। ଏତେ ବ୍ୟସ୍ତ ଭିତରେ ମୁଁ ପଚାରିବାକୁ ଭୁଲି ଯାଇଥିଲି କି ଏ ଘର କେମିତି ଚଳେ, ମାନେ ଘର ଖର୍ଚ୍ଚ କେମିତି ପୂରଣ ହୁଏ। ଘରେ ସବୁ ଆବଶ୍ୟକୀୟ ଜିନିଷ ରଖାଯାଇଥିଲା। ମୁଁ ତାଙ୍କ ଭାଇଙ୍କୁ ଫୋନ୍ ଲଗେଇଲି, ହେଲେ ତାଙ୍କ ନମ୍ବର ଲାଗୁନଥିଲା। ମୁଁ ଖରାବେଳର ଖାଇବା ବନେଇଦେଲି। ମୋ ଘର ଏମିତି ହିଁ ଚଳିବାକୁ ଲାଗିଲା। ଏହା ଭିତରେ ମୋ ସ୍ୱାମୀ ଅଚାନକ କୁଆଡ଼େ ଚାଲିଗଲେ ତ ମୁଁ ଚିନ୍ତିତ ହୋଇଗଲି। ମୋତେ ଜଣା ନଥିଲା କି ସେ କୁଆଡ଼େ ଚାଲିଗଲେ। ମୋତେ ଲାଗିଲା କି ବୋଧେ ସେ ଘରୁ କୁଆଡ଼େ ଚାଲି ଯାଇଥିଲେ। ସେଥିପାଇଁ ମୁଁ ତାଙ୍କ ଭାଇଙ୍କୁ କଲ୍ କରିଥିଲି, ହେଲେ ସେ କହିଲେ
ହଁ, ସେ କେବେ କେବେ ଏମିତି ଚାଲିଯାଏ, ହେଲେ ସେ ନିଜେ ହିଁ ଫେରିଆସେ। ତମକୁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ରାତି ପର୍ଯ୍ୟନ୍ତ ସେ ଫେରି ଆସିବ। ଯଦି ସେ ରାତିରେ ମଧ୍ୟ ଘରକୁ ନ ଫେରେ ତେବେ ମୋତେ ଜଣେଇଦେବ। ମୁଁ କହିଲି ଠିକ୍ ଅଛି। ରାତି ହେଲା ତ ମୋ ସ୍ୱାମୀ ଫେରିଆସିଲେ। ତାଙ୍କ ହାତରେ କୌଣସି ଜିନିଷ ଥିଲା, ଯାହାକୁ କି ସେ ମୋତେ ଧରେଇ ଦେଲେ। ମୁଁ ଖୋଲିକି ଦେଖିଲି ତ ତା ଭିତରେ ଫୁଲ ଥିଲା। ମୁଁ କହିଲି କି ଇଏ କ'ଣ? ତ ସେ କହିଲେ କି ମୁଁ ଏ ଫୁଲ ତମ ପାଇଁ ହିଁ ନେଇକି ଆସିଛି। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ଫୁଲକୁ ମୋ ହାତରେ ଧରେଇ ଦେଲେ ଆଉ ନିଜେ ନିଜ ରୁମ୍କୁ ଚାଲିଗଲେ। କିଛି ସମୟ ପରେ ମୁଁ ଯାଇ ଦେଖିଲି ତ ସେ ରୁମ୍ ଭିତରୁ ବନ୍ଦ ଥିଲା। ସେ ଘରେ ମୋ ଦିନଗୁଡ଼ିକ ଭଲରେ ଭଲରେ ବିତି ଚାଲିଥିଲା। ଯେମିତି ମୁଁ ଭାବୁଥିଲି ସେମିତି କିଛି ବି ହୋଇନଥିଲା, ବରଂ ମୋ ସହ ସବୁ ଭଲ ଘଟି ଚାଲିଥିଲା। ମୋ ସ୍ୱାମୀ ତ ମୋ ପାଇଁ ପ୍ରତିଦିନ କୌଣସି ନା କୌଣସି ଜିନିଷ ନେଇକି ଆସୁଥିଲେ। ଜଣା ନାହିଁ ତାଙ୍କ ପାଖରେ ପଇସା କୁଆଡ଼ୁ ଆସୁଥିଲା। ଘରେ ବି ସବୁ ଜିନିଷ ଷ୍ଟକ୍ ରହିଥିଲା। ଘରର ଜିନିଷ ଅଳ୍ପ କିଛି ସରିବାକୁ ଲାଗିଲା ତ ଗୋଟେ ଦିନ ତାଙ୍କ ଭାଇ ଆସିଲେ ଆଉ ସେ ଆସି ମୋତେ 20,000 ଟଙ୍କା ମୋ ହାତରେ ଧରେଇ ଦେଲେ। ମୁଁ ତାଙ୍କୁ ପଚାରିଲି କି ଏ ଘର ବି ତମେ ଚଳାଉଛ? ସେ କହିଲେ କି ନା, ଏମିତି କିଛି ବି ନୁହେଁ। ସତ କଥାଟା ହେଉଛି ଆମ ଦୁଇ ଭାଇଙ୍କ ନାଁରେ ଆମର ଆଗରୁ କିଛି ଦୋକାନ ଅଛି ଆଉ ସେଇ ଦୋକାନରୁ ମିଳୁଥିବା ଭଡ଼ା ଦୁଇଥର 20-25 ହଜାର ଟଙ୍କା ମିଳେ। ଆଉ ତମର 20,000 ଟଙ୍କା 15 ତାରିଖରେ ମିଳିଯିବ। ଆଜି ମାସ ଆରମ୍ଭ ତ ମୁଁ ତୁମକୁ ପଇସା ଦେବାକୁ ଆସିଥିଲି। ମୁଁ କହିଲି ଠିକ୍ ଅଛି। ଆଉ ସେଇ ପଇସାରେ ମୁଁ ଆବଶ୍ୟକୀୟ ଜିନିଷ କିଣି ନେଇ ଆସିଲି। ସେ ଘରେ ଟିଭି ଥିଲା, ଏସି ବି ଥିଲା, ସବୁକିଛି ଥିଲା। ଗୋଟେ ଦିନ ଅଚାନକ ମୋ ଭାଇ ଭାଉଜ ହୁଏତ ଭୁଲରେ ମୋ ଘରକୁ ଆସିଗଲେ। ସେମାନଙ୍କୁ ଜଣାଥିଲା କି ସେ ମୋ ବାହାଘର ଏକ ପାଗଳ ସହ କରିଛନ୍ତି। ଆଉ ମୋତେ ଜଣାଥିଲା କି ସେ ଏଥିପାଇଁ ବୋଧେ ଦେଖିବାକୁ ଆସିଥିବେ ଯେ ଏବେ ମୋ ଅବସ୍ଥା କେମିତି ଅଛି। ହେଲେ ସେମାନେ ଯେତେବେଳେ ମୋତେ ଦେଖିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ନୂଆ ଶାଢ଼ୀ ପିନ୍ଧିଥିଲି। ମୋ ଭାଉଜ କହିଲେ କି ଏ ଶାଢ଼ୀ କୁଆଡ଼ୁ ଆସିଲା? ଏମାନେ ତ ତମ ପାଇଁ କେବଳ 2ଟି ଶାଢ଼ୀ ହିଁ ଆଣିଥିଲେ ଆଉ ଆମେ ବି ତମ ପାଇଁ କିଛି ଦେଇନଥିଲୁ। ମୁଁ କହିଲି ଏ ଶାଢ଼ୀ ମୋତେ ମୋ ସ୍ୱାମୀ ଆଣିକି ଦେଇଛନ୍ତି। ତ ସେ କହିଲେ କି ତମ ସ୍ୱାମୀଙ୍କୁ ତ ଠିକ୍ରେ ହାତ ମୁହଁ ଧୋଇବା ମଧ୍ୟ ଜଣା ନାହିଁ, ତ ସେ ତମ ପାଇଁ ଶାଢ଼ୀ କେଉଁଠୁ ଆଣିବ? ମୁଁ କହିଲି କି ସେ ହିଁ ମୋତେ ଏ ଶାଢ଼ୀ ଆଣିକି ଦେଇଛନ୍ତି। ଆଉ ତମକୁ କିଏ କହିଲା କି ତାଙ୍କୁ ମୁହଁ ହାତ ଧୋଇବା ଜଣା ନାହିଁ? ତମେ ମୋ ସହ ଭିତରକୁ ଆସ, ମୁଁ ତୁମକୁ ଦେଖେଇବି କି ସେ ମୋ ପାଇଁ କ'ଣ କ'ଣ ସବୁ ନେଇକି ଆସିଛନ୍ତି। ମୁଁ ମୋର ସବୁ ଜିନିଷ ମୋ ଭାଉଜକୁ ଦେଖେଇଲି ତ ସେ ବି ଆଶ୍ଚର୍ଯ୍ୟ ହୋଇଗଲେ ଆଉ କହିଲେ ଏସବୁ କେଉଁଠୁ ଆଣୁଛି? ସେ ଏସବୁ କେଉଁଠୁ ଚୋରି କରି ଆଣୁନାହାନ୍ତି ତ? ମୁଁ କହିଲି ଏସବୁ ଜିନିଷ ତ ବିଲକୁଲ ନୂଆ। ହେଲେ ସେ କହିଲେ କି ନା, କାହିଁ ତ ଏ ନୂଆ ଭଳିଆ ଦେଖାଯାଉନି। ମୁଁ ଭାବିଲି ଏ କେମିତିକା କଥା, ଏସବୁ ତ ବିଲକୁଲ ନୂଆ। ତାହେଲେ ଭାଉଜ କାହିଁକି ଏମିତି କହୁଛନ୍ତି? ତାଙ୍କ ଚେହେରାରୁ ସଫା ସଫା ଜଣାପଡ଼ୁଥିଲା କି ଯେମିତି ତୀର ସଠିକ୍ ଜାଗାରେ ବାଜି ପାରିଲା ନାହିଁ, ଯେମିତି ସେ ମୋ ସହ କିଛି ଖରାପ କରିବାକୁ ଚାହୁଁଥିଲେ। ହେଲେ ମୋ ସହ ତ ଭଲ ହୋଇଗଲା। ସେଥିପାଇଁ ସେ ବହୁତ ଚିନ୍ତିତ ହୋଇଯାଇଥିଲେ। ମୁଁ ବି ତାଙ୍କୁ ସବୁ ଜିନିଷ ଦେଖେଇଲି ଆଉ ମନେ ମନେ ବହୁତ ଖୁସି ହେଲି। ମୋ ଭାଉଜ କହିଲେ କି ଦେଖ, ବୋଧେ ମୁଁ ଜଲ୍ଦିରେ ଭୁଲ ନିଷ୍ପତ୍ତି ନେଇଯାଇଥିଲି, ହେଲେ ତମେ ତ ଏଠି ଖୁସିରେ ଥିଲା ଭଳି ଜଣାପଡ଼ୁଛ। ମୁଁ ମୋ ଭାଇଙ୍କୁ କହିଲି କି ତମେ କୌଣସି ଭୁଲ ନିଷ୍ପତ୍ତି ନେଇନ। ମୁଁ ସତରେ ଏଠି ବହୁତ ଖୁସିରେ ଅଛି। ମୋର କୌଣସି ଅସୁବିଧା ନାହିଁ। ମୋତେ ଏ ଘରେ କୌଣସି ଜିନିଷର ଅଭାବ ନାହିଁ। ଆମେ ବି ତ ଗରିବ ଥିଲୁ ନା। ଆଉ ଯଦି ମୋ ବାହାଘର ଅନ୍ୟ କେଉଁଠି ହୋଇଥାନ୍ତା ତାହେଲେ ଆମ ପରି ଲୋକମାନଙ୍କ ଘରେ ହିଁ ହୋଇଥାନ୍ତା। ହେଲେ ଏମାନେ ତ ଆମଠୁ ବି ବହୁତ ଭଲ। ଏ ଘରେ ତ ଏସି, ଫ୍ରିଜ୍, ଟିଭି ସବୁ କିଛି ଅଛି। ଏତେ ଗରମରେ ମଧ୍ୟ ମୁଁ ଶାନ୍ତିରେ ଟିକେ ଶୋଇପାରୁଛି। ଏସବୁ ଶୁଣି ମୋ ଭାଉଜଙ୍କ ମୁହଁ ଛୋଟ ହୋଇଯାଇଥିଲା। ମୋତେ ଜଣାଥିଲା କି ସେ ଘରକୁ ଯିବା ପରେ ମୋ ଭାଇଙ୍କ ସହ ଝଗଡ଼ା କରିବେ। ଭଲ କଥା, ମୋତେ ଖୁସି ଥିବାର ଦେଖି ନିଜ ଲୋକଙ୍କ ଭିତରେ ଝଗଡ଼ା କରିବେ, ଏହା ତାଙ୍କର ଦଣ୍ଡ ଥିଲା। ମୋ ସ୍ୱାମୀ ମୋ ସହ କୌଣସି କଥା ହେଉନଥିଲେ। ମୋ ପାଇଁ ଭଲ ଭଲ ଜିନିଷ ନେଇକି ଆସୁଥିଲେ ଆଉ ମୋର ଯତ୍ନ ନେଉଥିଲେ। ଗୋଟେ ଦିନ ମୁଁ ଚାଲୁଥିଲି ତ ଅଚାନକ ମୋ ପାଦରେ କୌଣସି ଜିନିଷ ପିଟି ହୋଇଗଲା। ତ ସେ ତୁରନ୍ତ ଦୌଡ଼ି ଆସି ମୋ ପାଦରେ ପଟି ବାନ୍ଧିଦେଲେ। ହେଲେ ରାତି ହେବା ପରେ ସେ ଅଲଗା ରୁମ୍କୁ ଚାଲି ଯାଉଥିଲେ ଆଉ କବାଟ ଭିତରୁ ବନ୍ଦ କରିଦେଉଥିଲେ। ମୁଁ ବହୁତ ଚିନ୍ତିତ ହେଉଥିଲି
कि एमितिका मामला थिला मु जानि पारु नथिली। मु तांको सह कथा हेबाकु चाहुथिली, पचारिबाकु चाहुथिली, काहेकि ना मु फिल्म सीरियल रे देखिथिली प्रेम भल पाइबा द्वारा मनीष ठीक हो जाई थाए। मु भाबुथिली जे मु मो भल पाइबा द्वारा तांको ठीक करै परिथांती, आउ जदि से ठीक हो जाई थांते ताहले से दुनियार सबटु भल पुरुष होई थांते, काहेकि ना से सुंदर तो पूर्वरु ही थिले, हैंडसम भी थिले, आउ पैसार मध्य कौनसी अभाव नथिला। आउ सबठु बड़ कथा हेउची से निज स्त्री माने मोर बहुत जत्न नेउथिले। हेले मोर दुख एहा थिला कि से मो सह कथा हेउ नथिले। मोर एक सांग पागल मानकर डाक्तर थिला। से थरे मते कहिथिला कि एमिति लोक मानकु स्नेह प्रेमर बहुत आवश्यक, आउ जदि तांको जीवन रे केही थांते जिए कि तांको साधारण लोकठु अधिक स्नेह प्रेम देई परिथांता तो किछि कथा अलगा होई थांता। हेले एठी तो किछि अलगा थिला। धीरे धीरे मु बुझी पारुथिली कि जहाँ भी मामला अछि से संपर्क रे से ही रूम रे निश्चय अछि, काहेकि ना मो स्वामी प्रतिदिन राति रे से रूम को चली जाउथिले। सेथिपई मु भाबी नैथिली कि मते जानिबाकु पड़िबो जे से सही रूम रे कबाट बंद करी करूछंती कोन। गोटे दिन मु से रूम को जाइथिली, हेले सेठी तो एमिति किछि भी नथिला। मो भाउज लोक मानकु कहबा आरंभ कर देइथिले कि मो बाहागर गोटे पागल सह होइछि बोली, हेले सेठी बहुत खुशी रे अछि। एहा तांको मुहरु भूल रे बाहर जाइथिला, हेले ए खबर मो पाखरे मध्य पहुंची सारिथिला, काहेकि ना एरिया तो गोटे ही थिला। मु समस्त को गर्भरे कहूथिली कि हाँ मु एठी बहुत खुशी रे अछि, मो पाखरे सब किछि अछि। मो पाखरे घर खर्च पई पैसा मध्य रहुथला, घरर सब निष्पत्ति मो हाथ रे ही रहुथला, पैसा मध्य मो हाथ को आसी जाउथला। मो स्वामी मोर जत्न मध्य नेउथिले, आ मो स्वामी प्रतिदिन मो पई कौनसी ना कौनसी नुआ जिनिस नै कि आसीथिले। से कुआडे जाउथिले ताहा मते जणा नथिला। मु गोटे दिन तांको पछे पछे गली, हेले मते रास्ता ठीक भाबरे जणा नथिला। सेथिपई मु फेरी आसली, काहेकि ना जेमिति मु कोठी बाटबणा न होई जाए। आउ से तो मो आखि सामनार जणा नहीं कुआडे चली गले। तांको रास्ता घाट विषय बहुत भल भाबरे जणा थिला। बोधे से कौनसी खेल पड़िया को छुआ मानक सह खेलिबा पई जाइथिबे, काहेकि ना तांको पाखरे बहुत सारा खेलना थिला। सेथिपई मु ए कथा उपरे बेसी ध्यान देलिनी। हेले मते ए कथा निश्चित भाबरे जानिबार थिला कि से सही रूम रे करंती कोन। आउ दिन बेला से रूम को ताला लगी कुआडे चली जाउथिले। गोटे दिन मु चाबी लुचेई रखिनेली, आउ से चाबी रे ताला मध्य खोली देली। तांको ताला न मिलिबारु से बिना ताला लगेई घर बाहरी चली गले। मोर प्लान थिला कि मु पूर्वरु ही रूम रे लुचि जिबी, आउ जेते बेले से आसीबे त मते जणा पड़ी जिवो कि से सही रूम रे करंती कोन। हेले से जेमिति ही घर को आसिले त मते खोजबाकु लागिले। से केबे केबे मो सह अल्प बहुत कथा मध्य हे जाउथिले। तांको मोर ना मध्य मन रहि जाइथला। से मते मो ना धरी ही डाकुथिले। केबे केबे एहा देखि मते बहुत कष्ट लागुथिला कि से भी तो कहार संतान ना, आउ देखिबाकु भी बहुत सुंदर। हेले जणा नहीं तांको सह एमिति कोन हैला जे से एमिति पागल होई गले। सफा सफा जणा पड़ुथिला कि से पागल होई जन्म होई नथिबे, बोधे तांको सह कौनसी दुर्घटना होइथिबो। मु तांको भाई को भी पचारिबाकु चेष्टा करथिली, हेले से मते किछि कहि नथिले। बरं से एहा कहुथिले कि समय आसिले तुमको सब जणा पड़ जिवो। ये केउ भली कथा थिला, समय आसिले केमिति सब जणा पड़ जिवो। गोटे दिन मते मो स्वामींकर किछि पुराना फोटो मिलिथिला। से फोटोरे से चेहरारू बहुत रागी एवं जिदिया जणा पड़ुथिले। एमिति लागुथिला कि पूरा परिवार रे से सबुठु सुंदर आउ हैंडसम थिले। हेले एमिति अवस्था रे केमिति पहुंची गले? तांको कहार अभिशाप पड़ जाय नथिला तो? मो मन रे एमिति ओलटा सीधा कथा एबे प्रश्न आसी जाउथिला। एमिति रे तो आज मते सत जणा पड़िबाकु जाउथिला, आउ तापरे मु कोन करिबी ताहा तो पछर कथा थिला। आज जेमिति किछि एपट सेपट न होई जाऊ, मु चुपचाप रूम रे लुचि बसी थाए। मो स्वामी आज पुणी थरे मो पई किछि जिनिस नै कि आसिथिले। से मो रूम को गले,
ହେଲେ ମୋତେ ସେଠି ନ ପାଇବାରୁ ସେ ସେଇଠି ରହି ସେଇ ଜିନିଷକୁ ରଖିଦେଇ ଚାଲି ଆସିଲେ। ମୋତେ ବ୍ୟାଗ୍ ରଖିବାର ଆବାଜ ଆସିଥିଲା। ତାପରେ ସେ ନିଜ ରୁମ୍କୁ ଚାଲି ଆସିଲେ ଆଉ ଭିତରୁ କବାଟ ବନ୍ଦ କରିଦେଲେ। ମୁଁ ଭିତରେ ଲୁଚି ରହିଥିଲି। ଭିତରକୁ ଆସି ସେ ନିଜ ମୁଣ୍ଡ ଧରି ଚେୟାର ଉପରେ ବସିଗଲେ। ମୁଁ ପରଦା ପଛରେ ରହି ତାଙ୍କୁ ଦେଖୁଥିଲି। ତାଙ୍କୁ ଅନୁଭବ ନଥିଲା କି ମୁଁ ଭିତରେ ଅଛି ବୋଲି। ସେ ନିଜ ମୁଣ୍ଡକୁ ଏମିତି ଭାବରେ ଧରି ବସିଥିଲେ ଯେମିତି ଲାଗୁଥିଲା କିଛି କୌଣସି ଜଣେ ବଡ଼ ଲୋକ କିଛି ଗଭୀର ଚିନ୍ତାମଗ୍ନ ଅଛନ୍ତି। ତାଙ୍କ ଚେହେରାରୁ ଅଚାନକ ପାଗଳବାଲା ଭାବ କୁଆଡ଼େ ହଜିଯାଇଥିଲା। ଏବେ ମୋତେ ଏ ଘଟଣା କିଛି ଗଡ଼ବଡ଼ ଲାଗୁଥିଲା। କୌଣସି ନା କୌଣସି କଥା ଥିଲା ଯାହାକି ସାଧାରଣ ନଥିଲା। କିଛି ସମୟ ପରେ ସେ ନିଜ ପକେଟରୁ ଏକ ବଡ଼ ଫୋନ୍ ବାହାର କଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ଏ ବଡ଼ ଫୋନ୍ ତାଙ୍କ ପାଖକୁ କେମିତି ଆସିଲା। ଫୋନ୍ ବି ବିଲକୁଲ ଠିକ୍ ଠାକ୍ ଥିଲା, ଭଙ୍ଗା ତୁଟା ନଥିଲା, ଯେତେବେଳେ କି ତାଙ୍କର ବାକି ସବୁ ଜିନିଷ ଭଙ୍ଗା ତୁଟା ଥିଲା। ସେ ଫୋନ୍ରେ କାହା ସହ କଥା ହେବାକୁ ଲାଗିଲେ। ଆଉ ଯେତେବେଳେ ତାଙ୍କ କଥାବାର୍ତ୍ତା ଅଟକିଲା ତ ମୋ ଅବସ୍ଥା ଏମିତି ଖରାପ ହେଇଗଲା କି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ତ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ଭଳି କଥା ହେଇଥିଲେ ଆଉ କହୁଥିଲେ କି ଦେଖନ୍ତୁ, ମୁଁ ଆପଣଙ୍କ ସହ ପ୍ରଥମେ ଡିଲ୍ କରିଥିଲି କି ଆପଣଙ୍କ ଏ ପଇସା ବିଜନେସ୍ରେ ଲଗେଇ ଦିଅନ୍ତୁ, ଯାହା ମୋ ଭାଗ୍ୟରେ ଥିବ ତାହା ମୋତେ ମିଳିଯିବ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ମୋ ସ୍ୱାମୀ, ଯିଏକି ଦୁନିଆ ଆଗରେ ପାଗଳ ଭାବରେ ପରିଚିତ ଥିଲେ, ସେ ଏଠି ବସି ବିଜନେସ୍ ଡିଲ୍ କରୁଥିଲେ। ତାହେଲେ ସେ କାହିଁକି ଏମିତି ଦୁନିଆ ସାମ୍ନାରେ ପାଗଳ ବନି ରହୁଥିଲେ ଆଉ ନିଜ ସ୍ତ୍ରୀକୁ ମିଛ କାହିଁକି କହୁଥିଲେ? ନିଜ ସ୍ତ୍ରୀକୁ ତ କହିପାରିଥାନ୍ତେ ନା। ଇଚ୍ଛା ତ ହେଉଥିଲା କି ତାଙ୍କ ସାମ୍ନାକୁ ଆସିଯିବି। ହେଲେ ପୁଣି ଭାବିଲି କି ଦେଖିନିଏ ସେ ଆଉ କ'ଣ କହୁଛନ୍ତି। ଆଉ କିଛି ସମୟ ପରେ ସେ ପକେଟରୁ ବହୁତ ଗୁଡ଼ିଏ ପଇସା ବାହାର କଲେ ଆଉ ସେ ପଇସାକୁ ଗୋଟେ ସାଇଡ଼ରେ ରଖିଦେଲେ। ଆଉ ତାପରେ ପୁଣି ଥରେ କାହାକୁ ଫୋନ୍ କଲେ। ଏଥର କିନ୍ତୁ ମୁଁ ବୁଝିପାରୁଥିଲି କି ସେ କାହାକୁ ଫୋନ୍ କରୁଛନ୍ତି। ସେ ନିଜ ଭାଇକୁ ହିଁ ଫୋନ୍ କରୁଥିଲେ। ସେ ନିଜ ଭାଇକୁ କହୁଥିଲେ କି ମୋର ଇଚ୍ଛା ହେଉଛି କି ମୁଁ ନିଶାକୁ ସବୁ ସତ ସତ କହିଦେବି। ସେ ମୋ ସ୍ତ୍ରୀ, ମୁଁ ତା ସହ ରହିବାକୁ ଚାହୁଁଛି। ବୋଧେ ସେପଟୁ ତାଙ୍କ ଭାଇ କହୁଥିଲେ କି ଏତେ ଜଲ୍ଦି କୌଣସି ନିଷ୍ପତ୍ତି ନିଅନି। ମୋ ସ୍ୱାମୀ କହିଲେ କି ଜଲ୍ଦି ଆଉ କ'ଣ, ଆମ ବାହାଘରକୁ ତ 4 ମାସ ହୋଇଗଲାଣି। ଏସବୁ ଶୁଣି ମୁଁ ବାହାରକୁ ବାହାରି ଆସିଲି। ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମୁହଁ ସେମିତି ହିଁ ଖୋଲା ରହିଗଲା ଆଉ ଫୋନ୍କୁ ଗୋଟେ ସାଇଡ଼ରେ ରଖିଦେଲେ। ମୁଁ ତାଙ୍କୁ ପଚାରିଲି କି ଏସବୁ କ'ଣ? କାହିଁକି ତମେ ଏମିତି ଦୁନିଆ ଆଗରେ ପାଗଳର ଅଭିନୟ କରୁଛ? ଏବେ ମୋତେ ମିଛ କହିବାର କୌଣସି ଆବଶ୍ୟକତା ନାହିଁ, କାହିଁକି ନା ମୁଁ ଏସବୁ କଥା ଶୁଣିସାରିଛି। ସେ କହିବାକୁ ଲାଗିଲେ କି ଦେଖ ନିଶା, ମୋତେ ଆଜି ନହେଲେ କାଲି ତମକୁ ସବୁ ସତ ସତ କହିବାର ଥିଲା। ମୁଁ କହିଲି ମୋତେ ସବୁ ସତ ସତ କୁହ ଯେ ପ୍ରକୃତ ସତ କ'ଣ? ମୋ ଆଖିରେ ଲୁହ ଆସିଗଲା। ତ ସେ କହିଲେ କି କାନ୍ଦୁଛ କାହିଁକି? ମୁଁ କହିଲି ମୋତେ ଜଣା ନାହିଁ, ବାସ୍ ମୋତେ କାନ୍ଦ ଲାଗୁଛି। ତମେ ଖାଲି ମୋତେ ସତ କ'ଣ କହିଦିଅ। ସେ ମୋତେ ଏମିତି କଥା କହିଲେ କି ଯାହାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲେ କି ମୁଁ ଆମ ଅଞ୍ଚଳର ସବୁଠୁ ହ୍ୟାଣ୍ଡସମ୍ ଆଉ ଶିକ୍ଷିତ ପୁଅ ଥିଲି। ମୋର ବହୁତ ଭଲ ଚାକିରି ମଧ୍ୟ ଥିଲା ଆଉ ଏବେ ବି ମୁଁ ସେହି ଚାକିରି କରୁଛି, ହେଲେ ରାତି ସାରା ବସି ଅନଲାଇନ୍ କାମ କରେ। ମୁଁ କହିଲି ତାହେଲେ ଏମିତି ପାଗଳ ବନି କାହିଁକି ବୁଲୁଛ? ସେ କହିଲେ କି ମୋର କିଛି ଲୋକଙ୍କ ସହ ବନ୍ଧୁତା ଥିଲା, ହେଲେ ମୋତେ ଜଣା ନଥିଲା କି ସେ କୌଣସି ଅଲଗା ପ୍ରକାରର ଲୋକ ଥିଲେ। ଗୋଟେ ଦିନ ଆମେ ଏକ ଜାଗାକୁ ଚାଲିଗଲୁ ଆଉ ସେଠିକି ଗଲା ପରେ ଆମର ଏକ ଛୋଟ ମୋଟ ଝଗଡ଼ା ହୋଇଗଲା ଆଉ ଆମମାନଙ୍କ ହାତରେ ଗୋଟେ ଲୋକ ମରିଗଲା। ତ ସବୁ ଦୋଷ ମୋ ଉପରେ ଲଦି ଦିଆଗଲା। ଯଦି ମୁଁ ପାଗଳ ହେବାର ଅଭିନୟ ନ କରିଥାନ୍ତି ତେବେ ମୋତେ ଦଣ୍ଡ ମିଳିଥାନ୍ତା ଆଉ ମୋତେ ସାରା ଜୀବନ ଜେଲରେ କାଟିବାକୁ ପଡ଼ିଥାନ୍ତା, କାହିଁକି ନା ସେମାନେ କୁଆଡ଼େ ଲୁଚି ପଳାଇଥିଲେ। ହେଲେ ମୁଁ ସେ ଲୋକର ଜୀବନ ବଞ୍ଚାଇବା ପାଇଁ ସେଠି ରହିଯାଇଥିଲି। ହେଲେ ସେ ଲୋକ ଜଣକୁ ମୁଁ ବଞ୍ଚାଇ ପାରିନଥିଲି। ସେ ଦୁନିଆ ଛାଡ଼ି ଚାଲିଗଲା ଆଉ ସବୁ ଦୋଷ ମୋ ଉପରେ ଲଦି ଦିଆଗଲା। ମୋତେ ପୋଲିସ ନିଜ ସହ ନେଇଯାଇଥିଲେ। ଏବେ ବି ସେ ଲୋକର ପରିବାର ଏହି ଅଞ୍ଚଳରେ ରହୁଛନ୍ତି। ସେମାନଙ୍କର ମୋ ପାଇଁ ହିଁ କ୍ଷତି ହେଇଥିଲା, ସେଥିପାଇଁ ମୋତେ ପାଗଳ ହେବାର ଅଭିନୟ କରିବାକୁ ପଡ଼ିଲା। ହେଲେ ଏବେ ମୁଁ ଶୁଣିବାକୁ ପାଇଛି କି ସେ ଲୋକର ଘରବାଲା ନିଜ ଘରବାଡ଼ି ବିକି ଦେଇଛନ୍ତି ଆଉ 1 ମାସ ପରେ ଏଠୁ ଚାଲିଯିବେ ଆଉ ଏହାପରେ ମୁଁ ମୋ ନିଜ ହିସାବରେ ରହିପାରିବି।
ତୁମକୁ ମୁଁ ଏକଥା ଏଇଥିପାଇଁ କହିନଥିଲି ଯେ ମୁଁ ଭାବୁଥିଲି କି ଥରେ ସେମାନେ ଏ ଏରିଆ ଛାଡ଼ି ଚାଲିଯାଆନ୍ତୁ, ତାପରେ ମୁଁ ତୁମକୁ ସବୁ ସତ ସତ କହିଦେବି। ତମ ଭାଇ ଯେତେବେଳେ କହିଲେ କି ସେ ବାହାଘରରେ ରାଜି ଅଛନ୍ତି ତ ଆମେ ବି ବହୁତ ଆଶ୍ଚର୍ଯ୍ୟ ହେଲୁ। ମୋତେ ତମ ବିଷୟରେ ସବୁ ଜଣାପଡ଼ିଯାଇଥିଲା, ସେଥିପାଇଁ ମୁଁ ବିନା ଦେଖାରେ ହିଁ ଏ ବାହାଘରରେ ରାଜି ହୋଇଗଲି। ମୁଁ ଏହା ଭାବିଲି କି କୌଣସି ପୁଣ୍ୟ ତ ଅର୍ଜନ କରିନିଏ ତୁମକୁ ବଞ୍ଚେଇବା ଖାତିରରେ। ମୁଁ ତୁମକୁ ବହୁତ ଭଲ ପାଏ, ତମେ ମୋତେ ବହୁତ ଭଲ ଲାଗ। ମୁଁ ଯେତେବେଳେ ବି ବାହାରକୁ ଯାଏ ତ ତାହା କେବଳ କାମ ପାଇଁ ହିଁ ଯାଏ। ମୁଁ ଯୁଆଡ଼େ ବି ଯାଏ ତ ତମ ଚେହେରା ମୋ ଆଖି ସାମ୍ନାକୁ ଆସିଯାଏ, ଆଉ ତାପରେ ଭାବେ କି ତମ ପାଇଁ କୌଣସି ଜିନିଷ ନେଇକି ଆସିବି। ଆଉ ମୋତେ ଏହା ବି ଡର ଥିଲା କି ଯେମିତି ତମେ ମୋ ପାଗଳପଣ ଉପରେ ବିରକ୍ତ ହୋଇ ମୋତେ ଛାଡ଼ି ଚାଲି ନ ଯାଅ, କି ଏକ ପାଗଳ ସହ ମୁଁ ମୋ ସାରା ଜୀବନ କେମିତି କାଟିବି ଭାବି। ସେଥିପାଇଁ ମୁଁ ତମର ସବୁ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରେ। ତମ ପାଇଁ ଗିଫ୍ଟ ନେଇକି ଆସେ କି ଯେମିତି ତମ ମୁହଁରେ ଟିକେ ହସ ଫୁଟେଇ ପାରିବି। ଆଉ କିଛି ସମୟ ପାଇଁ ହେଲେ ହେଉ ପଛେ ତମେ ଖୁସିରେ ରହିଥିଲ ନା। ମୁଁ ତୁମକୁ ବହୁତ ଭଲ ପାଏ। ମୋ ଆଖିରୁ ପୁଣି ଥରେ ଲୁହ ବୋହିବାକୁ ଲାଗିଲା। ସେ କହିଲେ କି ଏବେ ତମର ପୁଣି କ'ଣ ହେଲା? ମୁଁ ତ ତୁମକୁ ସବୁ ସତ ସତ କହିଦେଲି ନା, ତାହେଲେ ତମେ ଏବେ କାନ୍ଦୁଛ କାହିଁକି? ମୁଁ କହିଲି କି ଏ ହେଉଛି ଖୁସିର ଲୁହ। ସେ କହିଲେ କି ତମକୁ ବୁଝିବା ବହୁତ ମୁସ୍କିଲ। ତୁମେ ଦୁଃଖରେ ବି କାନ୍ଦୁଛ ଆଉ ଖୁସିରେ ମଧ୍ୟ। ଆରେ ଦେଖ, ମୁଁ ତୁମ ସ୍ୱାମୀ ଆଉ ମୁଁ ବିଲକୁଲ ଠିକ୍ ଅଛି। ମୋର କିଛି ବି ହେଇନି। ମୁଁ ପାଗଳ ନୁହେଁ। ତମ ଜୀବନ ଏବେ ବହୁତ ଭଲରେ ବିତିବାକୁ ଯାଉଛି। ବାସ୍ ଆମକୁ କେବଳ ଆଉ ମାତ୍ର ମାସେ 2 ମାସେ ନାଟକ କରିବାକୁ ପଡ଼ିବ, ଆଉ ଏହାପରେ ସବୁକିଛି ଠିକ୍ ହେଇଯିବ। ମୁଁ କହିଲି କି ମୋର କୌଣସି ଅସୁବିଧା ନାହିଁ। ମୁଁ ତ ଭାବୁଥିଲି କି ଭଗବାନ ମୋତେ କେଉଁ ପୁଣ୍ୟର ଫଳ ଦେଇଛନ୍ତି କି ତୁମକୁ ମୁଁ ସ୍ୱାମୀ ରୂପରେ ଉପହାର ପାଇଛି। ମୁଁ କେବେ କାହାର ଖରାପ କିମ୍ବା ଅମଙ୍ଗଳ କରିନଥିଲି, ହେଲେ ମୋ ନିଜ ଭାଇ ମୋ ସହ ଏତେ ଖରାପ କରିଥିଲା। ହେଲେ ଭଗବାନଙ୍କର ଅଶେଷ ଅଶେଷ ଧନ୍ୟବାଦ ଯେ ତମେ ବିଲକୁଲ ଠିକ୍ ଅଛ। ସେ କହିଲେ କି ତମେ ବିଲକୁଲ ବି ଚିନ୍ତା କରନି, ସବୁକିଛି ଠିକ୍ ହେଇଯିବ। ମୁଁ ତୁମ ସ୍ୱାମୀ, ଆଉ ମୁଁ ଜୀବନ ସାରା ତମର ଯତ୍ନ ନେବି, ତମ ସହ ରହିବି, ଆଉ ଆମର ଆଗାମୀ ଭବିଷ୍ୟତ ବହୁତ ଭଲରେ ବିତିବ। ଆଉ ଏମିତି ହିଁ ହେଲା। ଧୀରେ ଧୀରେ ମୁଁ ସମସ୍ତଙ୍କୁ କହିବା ଆରମ୍ଭ କରିଦେଲି କି ମୁଁ ମୋ ସ୍ୱାମୀଙ୍କ ଚିକିତ୍ସା କରାଇ ନେଇଛି, ଆଉ ସେ ଏବେ ଧୀରେ ଧୀରେ ଠିକ୍ ହେବାକୁ ଯାଉଛନ୍ତି। ଏଭଳି ଭାବରେ ଆମ ଜୀବନ ବହୁତ ସହଜ ବନିଗଲା। ତ ସମାପ୍ତ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ମୋ ଗପପଢ଼ି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।